କୋଉ ଜଙ୍ଗଲ ଭିତରେ ଆଣିକି ପୁରେଇଲଣି? ଏଠି ଯଦି ଭୂତ ପ୍ରେତ ସାପ ବାଘ ଥିବେ ମୁଁ ମଲି। ଆରେ 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 ବାଘ ନା 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 ବିଲେଇଟା ବାଘ ନୁହଁ ଭାଇ। ମୁଁ କିଛି କାମ କରିବିନି, କୁଟାକୁ ଦିଖଣ୍ଡ କରିବିନି। ରାତି ଭୋଜି ପ୍ଲାନିଂଟା ଜମାରୁ ମୋର ନୁହଁ। ତମେ ମାନେ ମୋତେ ଭିଡ଼ି ଟାଣିକି ଆଣିଛ, ମାନେ କାମ ସବୁ କର। ମୁଁ ବାସ୍ ଫଟୋ ଉଠେଇବି, ଭିଡ଼ିଓ ବନେଇବି, ପ୍ରକୃତିକୁ ଏନ୍ଜୟ କରିବି। ଦେଖୁ ଦେଖୁ ସନ୍ଧ୍ୟା ହେଇ ଆସିଲାଣି, ଆଉ ଏଇ ବଗିଚାର ରାଣୀ ମାନେ ଆମ ଆଈ ମୋତେ ଆମ୍ବ ଧରେଇ ଦେଇ ବର୍ତ୍ତମାନ ନିଜ ଘରକୁ ବାହୁଡ଼ିଲେଣି। ଆରେ ଇଏ କ'ଣ ପୁଣି ରିଟର୍ଣ୍ଣ କଲେଣି? ଓହୋ, ସେ ଯିବା ପୂର୍ବରୁ ଆମ ଗୋମାତାଙ୍କ ଉପରେ ଟିକେ ନଜର ପକେଇ ଦେବାକୁ ଆସିଛନ୍ତି। ଜୟ ଗୋମାତା। ବୁଲାବୁଲି ସେତିକି ହେଲା, ପାଣି ଫାଣି ଆଣ, ସନ୍ଧ୍ୟା ହେଲାଣି। ଶୀଘ୍ର ରୋଷେଇବାସ କଲେ ଖାଇବା ପିଇବା ଯିବା ଭାଇ। ରାତିରେ କ'ଣ ଭୂତ ସହିତ ଏଠି ଶୋଇବା? ଦେଖୁ ଦେଖୁ ଆମ ଭୋଜି ପହଞ୍ଚି ଯାଇଥିଲା ଅନ୍ତିମ ଚରଣରେ। ଭାତ, ଚିକେନ ଆଉ ଦହି ସାଲାଡ ସହିତ। ଏଇ ଜଙ୍ଗଲ ଭିତରେ ରାତି ଅଧରେ ଆଉ ଅଧିକାଟା କ'ଣ ଆଇଟମ ହବ ବୋଲି ଆପଣମାନେ ଭାବୁଛନ୍ତି? କିଛି ଅଧିକ କରିହବନି। ମୋ ସାଙ୍ଗମାନେ ଯେତିକି କରିଛନ୍ତି ଢେର କରିଛନ୍ତି। ମୋତେ